ଆଜି ଆମେ ଜାଣିବା ଆଦର୍ଶ ସନ୍ତାନର କର୍ତ୍ତବ୍ୟ। ଆଦର୍ଶ ସନ୍ତାନ କାହାକୁ କୁହାଯାଏ? କଳିଯୁଗରେ ସନ୍ତାନ କିପରି ହେବା ଦରକାର? ଆମେ ପୁରାଣ ଯୁଗରୁ ଦେଖି ଆସୁଛୁ ପିତା ପୁତ୍ରର ସମ୍ପର୍କ କେମିତି ରହୁଛି। ଦେଖିବା ରାମଚନ୍ଦ୍ର ପିତା ଦଶରଥଙ୍କର କଥାକୁ ମାନିକରି 14 ବର୍ଷ ବନବାସ ଗଲେ। ତାପରେ ଯିଏକି କଂସ ନିଜର ପିତାକୁ ମଧ୍ୟ ରାଜଗାଦିରୁ ହଟେଇ କରି ନିଜେ ରାଜା ହେଇଥିଲେ। ଶ୍ରବଣ କୁମାର ବାପା ମାଙ୍କୁ କାନ୍ଧରେ ବସେଇ କରି ତୀର୍ଥ ଭ୍ରମଣ କରାଉଥିଲେ। ତ ଅନେକ ଉଦାହରଣ ରହିଛି। ତେବେ ଆମେ ଏହି ସଂସାରକୁ ଆସିଛୁ ପିତାମାତାଙ୍କ ଦୟାରୁ। ବାପା ମା ଆମକୁ ଏହି ସଂସାରକୁ ଆଣିଛନ୍ତି, ଆମକୁ ଆଲୋକ ଦେଖାଇଛନ୍ତି, ଶିକ୍ଷା ଦାନ କରିଛନ୍ତି। କାହାକୁ କେମିତି ବ୍ୟବହାର ଦେଖାଯାଏ ତାହା ବତେଇଛନ୍ତି। ଛୋଟ ଶିଶୁଟିଏ ତାର ପ୍ରଥମ ବିଦ୍ୟାଳୟ ହେଉଛି ଘର। ଘରେ ମାଙ୍କୁ ଚିହ୍ନେ, ବାପାଙ୍କୁ ଚିହ୍ନେ, ପରିବାର ବର୍ଗଙ୍କୁ ଚିହ୍ନେ, ପାଖ ପଡ଼ୋଶୀଙ୍କୁ ଚିହ୍ନିବ, ସାହିର ଲୋକମାନଙ୍କୁ ଚିହ୍ନେ, ଗାଁର ଲୋକମାନଙ୍କୁ ଚିହ୍ନେ। ଏଥିରେ ମୁଖ୍ୟ ଭୂମିକା ରହିଥାଏ ବାପା ମାଙ୍କର। ଯେତେବେଳେ ପିଲାଟି ଟିକେ ବଡ଼ ହୁଏ ତାକୁ ନେଇକି ବିଦ୍ୟାଳୟରେ ନାମ ଲେଖାଇ ଦିଅନ୍ତି। ତାର ବହି, ଖାତା, କଲମ, ଚକ୍ ଖଡ଼ି, ସିଲଟ ଯାହା ଯାହା ଦରକାର ତାହା ଯୋଗାଡ଼ କରିଦିଅନ୍ତି। ଏଥିରେ କିଛି ବାପା ମାଙ୍କୁ କଷ୍ଟ ମଧ୍ୟ ହୁଏ। ଧନିକ ଶ୍ରେଣୀର ପିତାମାତାଙ୍କୁ ପଇସା ପତ୍ରର ତ ଅଭାବ ନାହିଁ, କିନ୍ତୁ ଯେଉଁମାନେ ଗରିବ ଶ୍ରେଣୀର ତାଙ୍କୁ ବହୁତ ଅଭାବ ଅସୁବିଧା ରହିଥାଏ। ସେମାନେ କେତେ କଷ୍ଟରେ ଶିଶୁର ପାଠ୍ୟ ଉପକରଣ, ପାଠ୍ୟ ସାମଗ୍ରୀ ଯୋଗାଡ଼ କରନ୍ତି ସେଇଟା ସେମାନେ ହିଁ ଜାଣିବେ। ସବୁବେଳେ ଭାବନ୍ତି ମୋ ପୁଅ ଭଲ ପାଠ ପଢ଼ୁ, ଭଲ ମଣିଷ ହେଉ, ଭଲ କାମଟିଏ କରୁ, ଦେଶର କାମ କରୁ, ଆମକୁ ଅନ୍ତିମ ସମୟରେ ସାହାଯ୍ୟ କରିବ, ଭରଣ ପୋଷଣ କରିବ। ଏଇଭଳି ଭାବରେ ଅନେକ ଆଶା ରଖିକରି ପାଠ ପଢ଼ାନ୍ତି। ପାଠ ପଢ଼ି ସାରିଲା ପରେ ଛାତ୍ରମାନେ ସେମାନେ କ'ଣ କରନ୍ତି? କର୍ମଯୋଗୀ ହେଇଯାଆନ୍ତି। ବିଭିନ୍ନ ପ୍ରକାର କର୍ମ, ଯାହାକୁ ଯେଉଁ କର୍ମ ପସନ୍ଦ ଆସିଲା ସେହି କର୍ମ କରନ୍ତି। ବାପା ମାଙ୍କର ସେଇ ସାହା ଭରସା ହେଉଛି ସେଇ ସନ୍ତାନ, ସେଇ ଉତ୍ତରାଧିକାରୀ। କିଛି ପୁଅ, ମୁଁ ସମସ୍ତଙ୍କୁ କହିବି ନାହିଁ, କିଛି ପୁଅ ଆଉ ବାପା ମାଙ୍କୁ ପଚାରନ୍ତି ନାହିଁ। ଯଦି ଚାକିରି କଲେ, ଦରମା ମିଳିଲା, ସେ ଦରମା ପକେଟରୁ ଆଉ କାଢ଼ିବେ ନାହିଁ। ବିବାହ ପରେ ସେମାନେ ସ୍ତ୍ରୀ ବୁଦ୍ଧିରେ ପରିଚାଳିତ ହୁଅନ୍ତି। ଘରକୁ ଯେଉଁ ସ୍ତ୍ରୀଟି ଆସିଛି, ଏ ଝିଅଟି ସ୍ତ୍ରୀ ହେଇ ଆସିଲା, ସେ ମଧ୍ୟ ଦିନେ ପାଠ ପଢ଼ିଛି, ସେ ମଧ୍ୟ ବାପା ମାଙ୍କୁ ଛାଡ଼ିକି ଆସିଛି। ଯାହାଦ୍ୱାରା ଭାଇ ଭାଇ ମଧ୍ୟରେ ଫାଟ ସୃଷ୍ଟି ହୁଏ, ପାତର ଅନ୍ତର ସୃଷ୍ଟି ହୁଏ।
यार समाधान कौन जहाँ घरे भाई माने अधिक थे कि दुई भाई थे बापा माँ को भाग करती जोटे आमर अधिकार नुह कौन सी पुअर अधिकार नहीं बापा माँ को अलग करवा गोटे पुओ बापा को रखुची गोटे पुओ माँ को रखुची पुणी मासे मासे हो गला पुणी बदलैबे जहाँ घरे जहाँ मिलला खाइबे गोटे घरे खजा लड्डू खाइबे आ गोटे घरे मुढ़ी खाइबे जो जगार भाई भाई मध्य मिलन नहीं से माने बापा माँ को किपरि पचारिबे बापा माँ मन कांदी उठे दुई पुओ को किड़े जत्न आदर सहित पाठ पढ़ेलु मनीष कलु आज आमको जमीबाड़ी बोली भाग करुछंती गाई गोरु बोली भाग करुछंती आखिरु लुह बाहरी पड़े जेते बेले राति रे शोइबे से समय बापा माँ कथा कहती आज बड़ पुओ कौन कौन खाइबा को देला सान पुओ कौन कौन खाइबा को देला से भितर बापा माँ पुओ मान को परीक्षा कर नियंती धन्य सी पुओ माने आ जदि दुई पुओ गोटे गाँव में नहांती ताले बापा माँ भेट हुए नहीं मला परे स्वर्गपुरे भेट होथिबो एथिरे आ भेट होबो नाही बापा अलगा माँ अलगा किंतु पुओ माने हेति प्रति ध्यान दियंती नाही बापा माँ को मनरे कौन बीतुथिबो सेति प्रति ध्यान नाही से माने आधुनिकतारे मोह टंकार मोह अभिजातर मोह तांको ग्रास करिथा ये तो गला जेते बेले बापा माँ अंतिम समय आसे सही समय तांको डाक्तरखाना मध्य नियंती नाही बड़ कहूची सान नब आ सान कहूची बड़ भाई नब एमती करी दिन गड़ीज जेते बेले दी भाई मिसिकी नेबे सही समय आउ किसी नथिबो डाक्तरखाना पहुँचू पहुँचू प्राण वायु उड़ीज बापा तो मरीगले माँ तो मरीगले तापर कौन करा जीवो बंधु बांधव को भोजी देवे पणा पानी देवे कंगा भोजी करिवे गुड़िया को डाकिबे केते प्रकार भोजीर आयोजन करिवे जो मानू बंची थिला बेले ठेंगा देखौथिले आउ मला परे गंगा नेउछथि अस्थि को से कौन मुक्ति हेबो ठेंगा कहिले किए बड़ बड़ ठेंगा नुह कड़ा कथा मध्य गोटे ठेंगा अपमानित करबा गोटे ठेंगा ठेंगा माड़ पछे सही हेबो किंतु एई दुखटा सही हेबो नाही जो बापा माँ समाज आगरे अग्नि को साक्षी रखी कही आमे मरिबा पर्यंत एकाठी रहबू सुख दुख रे भागी हेबू किंतु सब विपरीत हो गला से माने समयर कराल ग्रासरे काल चक्र पड़ीकरी आउ किछि करि पारले नाही तांको हाथ में किसी नथिला ए बंधु बांधव को भोजी देले कौन लाभ हेब कि पुओ माने जो आडंबर रे भोजी देले
ଟେଣ୍ଟ ମରାଗଲା, ଗୁଳିଆ ଆସିଲା, ଯେ ଅଯଥା ହଜାର ହଜାର ଟଙ୍କା ଖର୍ଚ୍ଚ ହେଲା, ସେହି ଟଙ୍କାରେ ଯଦି ବାପା ମାଙ୍କର ଭରଣ ପୋଷଣ କରିଥାନ୍ତେ ତାହେଲେ ସେହି ଚଳନ୍ତା ଠାକୁର କେତେ ଖୁସି ହୋଇଥାନ୍ତେ। ମଲା ପରେ ଗଙ୍ଗାକୁ ନେଇକି ହାଡ଼ ଫିଙ୍ଗିଦେଲ, କ'ଣ ଲାଭ ହେଲା? ଯେଉଁମାନେ ଜୀବନ ସାରା ବିଚ୍ଛେଦରେ ରହିଛନ୍ତି, ଯାହାର ଜୀବନ କାନ୍ଦିଛି, ଜୀବନ କାନ୍ଦିଲେ ମଧ୍ୟ ସେମାନେ କିଛି କରିପାରିନାହାନ୍ତି। କାହିଁକି ନା ଜନ୍ମ କଲା ପୁଅ, କାଲି ପୁଅର ମଙ୍ଗଳ ହେବ। ତେଣୁକରି ବାପା ମା ଚୁପ୍ ରହିଯାଆନ୍ତି। ତେଣୁକରି ହେ ମୋର ଆଧୁନିକ ଯୁଗର ଆଦର୍ଶ ବାପା ମାଙ୍କର ସନ୍ତାନଗଣ, ତୁମେ ବାପା ମାଙ୍କୁ କେବେ ଅଲଗା କର ନାହିଁ। ବାପା ମା ଟଙ୍କା ପଇସା ନୁହଁ, ଏମାନେ ଜମି ବାଡ଼ି ନୁହଁ ଭାଗ କରିବ, ଗାଈ ଗୋରୁ ନୁହଁ ଭାଗ କରିବ, ତାଙ୍କୁ ଏକାଠି ରହିବାକୁ ଦିଅ। ଯାହା ଘରେ ପରିବାର ବଡ଼ ଅଛ, 2 ଭାଇ 3 ଭାଇ 4 ଭାଇ ଅଛ, ବାପା ମାଙ୍କୁ ଗୋଟେ ଜାଗାରେ ରଖ, ସମାନ ଖାଦ୍ୟ ଖାଇବାକୁ ଦିଅ, ଯାହାଦ୍ୱାରା ସେମାନଙ୍କ ମନରେ ଖୁସି ଆସିବ, ଆନନ୍ଦ ଆସିବ। ସେମାନେ ନିଜ ପୁଅ ପ୍ରତି ଗର୍ବ ଅନୁଭବ କରିବେ। ଘରଟା ହସ ଖୁସିରେ ହସି ଉଠିବ। ସେ ହେବ ସ୍ୱର୍ଗପୁର, ସେ ହେବ ବୈକୁଣ୍ଠପୁର, ଆନନ୍ଦ ନଗରୀ। ତେଣୁକରି ଆମର ଅଛି କ'ଣ? ଆମର ହେଉଛନ୍ତି ପିତା ହେଉଛନ୍ତି ବ୍ରହ୍ମା, ପିତା ବିଷ୍ଣୁ, ପିତା ମହେଶ୍ୱର, ପିତା ହେଉଛନ୍ତି ବନ୍ଧୁ ସଖା, ପିତା ହେଉଛନ୍ତି ମୁକ୍ତିଦାତା, ମା ମଧ୍ୟ ଭାଇ ବନ୍ଧୁ କୁଟୁମ୍ବ, ସେ ମୁକ୍ତିଦାୟିନୀ। ତେଣୁକରି ଆମେ ଚଳନ୍ତା ଠାକୁର ପିତାମାତାଙ୍କୁ ସବୁବେଳେ ଖୁସିରେ ରଖିବା, ତାଙ୍କର ସେବା କରିବା। ଆଉ ନହେଲେ ଏଇ ଭାରତ ଭ୍ରମଣ କରିକି ଯେତେ ବୁଡ଼ ପକାଅ, ଯେତେ ତୀର୍ଥ ଭ୍ରମଣ କର, କିଛି ଲାଭ ନାହିଁ, ଓଲଟା ପାପ ଅର୍ଜନ କରିବ। ବାପା ମାଙ୍କ ଆଖିରେ ଯଦି ଲୁହ ଦେଇକି ତୁମେ ଖୁସି ମନାଉଛ, ତେଣୁକରି ଆମର ସନାତନ ସଂସ୍କୃତି, ଭାରତୀୟ ସଂସ୍କୃତି କହୁଛି ପ୍ରତ୍ୟେକ ପୁଅ ଝିଅ ବାପା ମାଙ୍କୁ ଠାକୁର ଭଳି ଦେଖ। ତାଙ୍କର ପାଦ ଧୂଳି ଅମୃତ ସମାନ। ପାଦର ଯେଉଁ ଧୋଇଦେଲା ପାଣି, ଏହା ପାଇଁ ଆମ ପାଇଁ ଗଙ୍ଗା ଜଳ। ବାପା ମାଙ୍କର ଅଇଁଠା ପୁରୀର ନିର୍ମାଲ୍ୟ ସମାନ। ତେଣୁ ହେ ମୋର ସେଇଭଳି ବାପା ମାଙ୍କର ସନ୍ତାନଗଣ, ସବୁବେଳେ ବାପା ମାଙ୍କର ଯତ୍ନ ନିଅ। ଏ ଅନାଥାଶ୍ରମରେ ଛାଡ଼ ନାହିଁ, ବୃଦ୍ଧାଶ୍ରମରେ ଛାଡ଼ ନାହିଁ। ବାପା ମାଙ୍କୁ ଯଦି ଖୁସି ରଖିବ ତାହେଲେ ତୁମେ ଖୁସିରେ ରହିବ। ଆଉ ଯଦି ବାପା ମାଙ୍କୁ ଯଦି କଷ୍ଟ ଦେଇଥିବ ତାହେଲେ ତୁମର ମଧ୍ୟ ସେଇ ଦଶା ଆସିବ। ତେଣୁକରି ବେଳ ଥାଉ ସୁଧୁରି ଯାଅ, ପରିବାରକୁ ବୈକୁଣ୍ଠପୁର କର, ସ୍ୱର୍ଗପୁର କର। ବନ୍ଦେ ଉତ୍କଳ ଜନନୀ ଭାରତ ମାତା କି ଜୟ। ପିତୃଦେବୋ ଭବ, ମାତୃଦେବୋ ଭବ, ଅତିଥି ଦେବୋ ଭବ।